ପିଲାମାନେ ସମସ୍ତଙ୍କୁ ଆଲୋକ ଟିଚରେ ସ୍ୱାଗତ କରୁଛି। ମୁଁ ଆଲୋକ। ଗଦ୍ୟ ଚାପ୍ଟର ସ୍ୱାଧୀନ ଦେଶରେ ଶିକ୍ଷା ଚିନ୍ତା। ପ୍ରାବନ୍ଧିକ ଗୋଲକ ବିହାରୀ ଧଳ। ଟାଇମ୍ ଲେଟ୍ ନକରି ଚାଲନ୍ତୁ କୋଶ୍ଚିନ୍ ଆନ୍ସର ଆରମ୍ଭ କରିବା। ପ୍ରଥମ ପ୍ରଶ୍ନ, ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି। କେଉଁ କାଗଜରେ ଏହା ପ୍ରକାଶ ପାଇଥିଲା? ସନ୍ଡେ ଷ୍ଟାଣ୍ଡାର୍ଡ, ଇଲଷ୍ଟ୍ରେଟେଡ୍ ୱିକଲି, ଟେଲିଗ୍ରାଫ, ଟାଇମ୍ସ ଅଫ୍ ଇଣ୍ଡିଆ। ରାଇଟ୍ ଆନ୍ସର ସନ୍ଡେ ଷ୍ଟାଣ୍ଡାର୍ଡ। ଭାରତରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ସେମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି, ଯାହାକି ସନ୍ଡେ ଷ୍ଟାଣ୍ଡାର୍ଡରେ ପ୍ରକାଶ ପାଇଛି। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି? ଅଧୋଗତି, ଊର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି। ରାଇଟ୍ ଆନ୍ସର ଅଧୋଗତି। ଶିକ୍ଷାର ଅଧୋଗତି ଅବସ୍ଥାକୁ ଯଦି ଆମେ ଆଜି ନ ରୋକିବା ତାହେଲେ ଭବିଷ୍ୟତରେ ଆମର ଅବସ୍ଥା ଅତି ଶୋଚନୀୟ ହେବ ବୋଲି ପ୍ରାବନ୍ଧିକ ଚେତାଇ ଦେଇଛନ୍ତି। ପରବର୍ତ୍ତୀ ପ୍ରଶ୍ନ, କେଉଁ ମହାଦେଶର ନିରକ୍ଷରତା ସବୁଠୁ ବଡ଼ ସମସ୍ୟା? ଏସିଆ, ୟୁରୋପ, ଆମେରିକା, ଆଫ୍ରିକା। ରାଇଟ୍ ଆନ୍ସର ଏସିଆ ମହାଦେଶର ନିରକ୍ଷରତା ସବୁଠୁ ବଡ଼ ସମସ୍ୟା। ପରବର୍ତ୍ତୀ ପ୍ରଶ୍ନ, ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ? ଆମେରିକା, ଭାରତ, ଇଂଲଣ୍ଡ, ଜାପାନ। ରାଇଟ୍ ଆନ୍ସର ଭାରତ। ଭାରତରେ ବିଶେଷଜ୍ଞମାନଙ୍କର କୌଣସି ମୂଲ୍ୟ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଭାରତବର୍ଷରେ ସବୁ କାମ କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? କମିଶନର, ବିଶେଷଜ୍ଞ, ଗବେଷକ, ଶାସକ। ରାଇଟ୍ ଆନ୍ସର ଶାସକ। ଶାସକମାନଙ୍କ ଦ୍ୱାରା ସବୁ କାମ ଭାରତରେ ନିୟନ୍ତ୍ରିତ ହୁଏ। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି? ପଠନ ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ ବହି। ରାଇଟ୍ ଆନ୍ସର ଶିକ୍ଷା ପଦ୍ଧତି। ଶିକ୍ଷା କମିଶନକୁ ଶିକ୍ଷା ପଦ୍ଧତି ବା ଆମର ସିଲାବସ୍ ପ୍ରତି ଧ୍ୟାନ ଦେବାକୁ ପ୍ରାବନ୍ଧିକ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଆଞ୍ଚଳିକ ସଭାର କେଉଁ ବିଷୟକୁ ସଭା ଉପରେ ବିଚାର ପାଇଁ ରଖାଯାଇଥିଲା? ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ। ରାଇଟ୍ ଆନ୍ସର କୃଷି। ଆଞ୍ଚଳିକ ସଭାରେ କୃଷି ବିଷୟକୁ ବିଚାର ପାଇଁ ସଭା ଉପରେ ରଖାଯାଇଥିଲା। ପିଲାମାନେ ପ୍ରତିଦିନ ନୋଟ PDF ପାଇବାକୁ ଚାହୁଁଥିଲେ ସେହି କଳା ରଙ୍ଗର ସବସ୍କ୍ରାଇବ୍ ବଟନଟିକୁ ଦବାଇ ଦିଅ। ପରବର୍ତ୍ତୀ ପ୍ରଶ୍ନ, ଶିକ୍ଷାକୁ ଜିଲ୍ଲା ପରିଷଦ ସଭାର ବିଚାର ନିମନ୍ତେ କେଉଁ କ୍ରମରେ ରଖାଯାଇଥିଲା? ସଭା ଉପରେ, ମଧ୍ୟଭାଗରେ, ସଭା ତଳେ, ତୃତୀୟ ସ୍ଥାନରେ। ରାଇଟ୍ ଆନ୍ସର ସଭା ତଳେ। ଶିକ୍ଷାକୁ ସଭା ତଳେ ନ ରଖି ସଭା ଉପରେ ରଖିଲେ ମାନବ ଜାତିର ଉନ୍ନତି ହୋଇପାରିବ ବୋଲି ପ୍ରାବନ୍ଧିକ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ? ଧର୍ମ, ପୁରାଣ, ଗବେଷଣା, ଯୋଜନା। ରାଇଟ୍ ଆନ୍ସର ଯୋଜନା। ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତାପରେ ତାକୁ ଯୋଜନା କଥା କହିଲେ ସେ ବୁଝିପାରିବ। ପିଲାମାନେ କେଉଁ ଟପିକ୍ ଉପରେ ଭିଡ଼ିଓ ଆସିବା ଦରକାର ତାହା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତମେ କମେଣ୍ଟ କଲେ ମୁଁ ସେହି ଟପିକ୍ ଉପରେ ଭିଡ଼ିଓ ଆଣିବି। ପରବର୍ତ୍ତୀ ପ୍ରଶ୍ନ, ଲେଖକ ଆଜିକାଲି ଯୁଗକୁ କେଉଁ ଯୁଗ ବୋଲି କହିଛନ୍ତି? ବିଜ୍ଞାନ ଯୁଗ, ଉନ୍ନୟନ ଯୁଗ, ଯୋଜନା ଯୁଗ, ବିଶେଷଜ୍ଞ ଯୁଗ। ରାଇଟ୍ ଆନ୍ସର ଯୋଜନା ଯୁଗ।
ଲେଖକ ଆଜିକାଲି ଯୁଗକୁ ଯୋଜନା ଯୁଗ ବୋଲି କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଂଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି? ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶର ରିପୋର୍ଟ? ରାଇଟ୍ ଆନ୍ସର, ଶିକ୍ଷା ରିପୋର୍ଟ। ଏସିଆ ମହାଦେଶରେ ନିରକ୍ଷରତା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯାହା ଫଳରେ ଜାତିସଂଘ ନିଜର ରିପୋର୍ଟ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଉପଲେଖା କେଉଁ କାଗଜରେ ପ୍ରକାଶ ପାଇଥିଲା? ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ୱର ସମ୍ବାଦବାହିକା? ରାଇଟ୍ ଆନ୍ସର, କଳିଙ୍ଗ। ସତ୍ୟ ହୋଇଥିଲେ ସାଂଘାତିକ ନାମରେ ଉପଲେଖା କଳିଙ୍ଗ କାଗଜରେ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ଦେଶର ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ? ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା, ଉଚିତ ଶିକ୍ଷା? ରାଇଟ୍ ଆନ୍ସର, ମୌଳିକ ଚିନ୍ତା। ସେ ଦେଶରେ ମୌଳିକ ଚିନ୍ତା ସ୍ଫୁରଣ ହୋଇପାରିବ ନାହିଁ। ପରବର୍ତ୍ତୀ ପ୍ରଶ୍ନ, ଆନ୍ଧ୍ରପ୍ରଦେଶର ଛାତ୍ରଟିଏ କ'ଣ ବିକି 10,000 ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଇଛି? ନୋଟ ବହି, ପ୍ରଶ୍ନ ଉତ୍ତର, ଖାତା କଲମ, ପ୍ରଶ୍ନପତ୍ର? ରାଇଟ୍ ଆନ୍ସର, ପ୍ରଶ୍ନପତ୍ର। ଆନ୍ଧ୍ରପ୍ରଦେଶର ଜଣେ ଛାତ୍ର ପ୍ରଶ୍ନପତ୍ର ବିକି 10,000 ଟଙ୍କା ଲାଭ କରିଥିଲା ବୋଲି କୁହାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କର କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ? 1/3, 2/3, 3/3, ସମସ୍ତ? ରାଇଟ୍ ଆନ୍ସର, 1/3। 1/3 ପିଲା ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ। ପରବର୍ତ୍ତୀ ପ୍ରଶ୍ନ, ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷ ଯାକ କ'ଣ ଆସ୍ତେ ଆସ୍ତେ ବାହାରୁଛି? ଛୁଟି ତାଲିକା, ଛାତ୍ର ଧର୍ମଘଟ, ପରୀକ୍ଷା ଫଳ, ଶ୍ରେଣୀ ନିର୍ଘଣ୍ଟ? ରାଇଟ୍ ଆନ୍ସର, ପରୀକ୍ଷା ଫଳ। ହୀରାକୁଦ ବନ୍ଧରୁ ଯେପରି ବର୍ଷଯାକ ପାଣି ଝରିଥାଏ ସେହିପରି ଆଜିକାଲି ବର୍ଷଯାକ ପରୀକ୍ଷା ଫଳ ବାହାରୁଛି ସେହି କଥା ଏଠାରେ ପ୍ରାବନ୍ଧିକ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଆଗେ ମାଟ୍ରିକୁଲେସନ ପାସ୍ କରି ଲୋକେ କେଉଁ କାମ ଚଳାଇ ଦେଉଥିଲେ? ମାଜିଷ୍ଟ୍ରେଟ, ଇନ୍ସପେକ୍ଟର, ତହସିଲଦାର, ବିଡ଼ିଓ? ରାଇଟ୍ ଆନ୍ସର, ମାଜିଷ୍ଟ୍ରେଟ। ଆଗକାଳରେ ଲୋକ 10ମ ପାସ୍ କରି ମାଜିଷ୍ଟ୍ରେଟ କାମ ଚଳାଇ ଦେଉଥିଲେ କିନ୍ତୁ ଆଜିର BA ପଢ଼ିଥିବା ପିଲା ଗୋଟିଏ ଦରଖାସ୍ତ ଲେଖିବାକୁ ସକ୍ଷମ ହେଉନାହିଁ। ପରବର୍ତ୍ତୀ ପ୍ରଶ୍ନ, କାହାର ବୋଧହୁଏ ଆଜିକାଲି ପାଠ ସଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି? ଛାତ୍ରର, ଶିକ୍ଷକର, ଅକ୍ଷରର, କଲେଜର? ରାଇଟ୍ ଆନ୍ସର, ଅକ୍ଷରର। ଅକ୍ଷରର ଆଜିକାଲି ପାଠ ସାଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ବ୍ରିଟିଶମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଉଥିଲେ? ନଡ଼ିଆ ଗଛ, ଗୁଆ ଗଛ, ତାଳ ଗଛ, ଶାଳ ଗଛ? ରାଇଟ୍ ଆନ୍ସର, ତାଳ ଗଛ। ବ୍ରିଟିଶରମାନେ ତାଙ୍କର ଚିରଶତ୍ରୁ ଜାପାନୀମାନଙ୍କୁ ତାଳ ଗଛ ତୋପ କରି ଘଉଡ଼ାଉଥିଲେ। ପିଲାମାନେ, ଆମର ପରବର୍ତ୍ତୀ ଭିଡ଼ିଓ ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ହିଷ୍ଟ୍ରି ଉପରେ ଆସିବାକୁ ଯାଉଛି। ଯେଉଁମାନେ ସବସ୍କ୍ରାଇବ୍ କରିନ ସେହି ଯେଉଁ କଳା ବଟନ୍ ଅଛି ତାକୁ ଦବାଇ ଦିଅ।